फ्रेंड्स अभी देख सकते हैं हमारे रूम पे एक नया बाबा आया है। आज गए थे गोटी आंजे चिंगुड़ी झोल हम ଗ୍ରେଭିଟା ଗୋଳା ହେଇଛି ମାନେ କେଉଁ ଟାଇପ୍ର ଗ୍ରେଭି ମୁଁ ବନେଇ ପାରେ। ସାଙ୍ଗମାନେ ଭାଇ ସେ ଯୋଉ ଆମର ଏଠି ବୋଟରେ କାମ ଚାଲିଛି ମାଛର ସେଇଠି ସେ ମୋ ଭାଇ ଗୋଟେ ଟିକେ ଚିଙ୍ଗୁଡ଼ି ମୋ ପାଣି ରଖିଥିଲା ଆଉ ଗୋଟିଏ ଆଞ୍ଚେ ଚିଙ୍ଗୁଡ଼ି ଝୋଳ ହବ ମସ୍ତ। ତ ଆଜି ଭାବୁଛି ଟିକେ ପ୍ରୋସିଜର ଆପଣଙ୍କୁ ପୁରା ଠିକ ସେ ଦେଖେଇବି କିନ୍ତୁ ମୋ ପାଖରେ ସେଟଅପ୍ ଏବେ ଟିକେ ନାହିଁ। କାଲି ମୋର ଟ୍ରାଇପଡ୍ ଆସିବାର ଅଛି, ମୋ ମାଇକ୍ ବି ପଳେଇ ଆସିବ କାଲି। ତ ଆସିଲେ ଆପଣମାନଙ୍କୁ ପୁରା ଗୋଟେ କ୍ଲାରିଟିରେ ସବୁ ଜିନିଷ ଦେଖିବାକୁ ମିଳିବ। ରାତିର ଭ୍ୟୁ ଏମିତି ନାଇଟ୍ ଭ୍ୟୁ ଆମ କୋର୍ଟ ରୁମ୍ର ଏମିତି କିଛି ଅଛି। ଫଟୋମେଣ୍ଟରେ ଏଇଟା ରେଲୱେ ଷ୍ଟେସନ ପୁରା ଏବେ ଟ୍ରେନ୍ ଆସିବ ଏମିତି କିଛି ଭିଡ଼ିଓର ବନେଇବାକୁ ମୁଁ ଟ୍ରାଏ କରିବି ପ୍ରୋସିଜର ଧୀରେ ଧୀରେ ଦେଖିବା ପାଇଁ କ'ଣ କରୁଛି କ'ଣ ନାହିଁ ହେଇପାରିଲା। हेलो फ्रेंड्स, अभी देख सकते हैं हमारे रूम पे एक नया बाबा आया है। आज गए थे किधर, कौन सा मंदिर गए थे? नासिक मंदिर गए थे। अभी उधर से उनका बाबा बन गए हैं, शादी नहीं करेंगे अभी बाबा रहेंगे। आज थोड़ा अच्छे से मैं थोड़ा दिखा देता बैक कैमरा करके पूरा लुक कैसा है। ओ हाँ हाँ, पूरा हमारा उड़ीसा में सारथी बाबा है ना, उसके जैसा। लोग इधर से काम करो, उसके बाद उधर से करो। ଭାଇ ନାହିଁ ଟାଇମ୍ ହେଲାଣି ପ୍ରାୟ 11:30। ତେଣୁ ମୁଁ ଜାଣିପାରୁଥିଲି ରୋଷେଇ କେତେ ସମୟ କଲି ଆଉ ମୋ ପାଖରେ ସେମିତି କିଛି ଗାଜେଟ୍ ନାହିଁ ସୁଟ୍ କରିବା ପାଇଁ, ସେଥିପାଇଁ ମୁଁ ସୁଟ୍ କରିପାରୁନି। ମୁଁ ଦେଖିପାରୁଥିବି ଖାଲି ଗ୍ରେଭିଟା ଗୋଳା ହେଇଛି ମାନେ କେଉଁ ଟାଇପ୍ର ଗ୍ରେଭି ମୁଁ ବନେଇ ପାରେ। ତ ଏଇଟା ହେଉଛି ସରିଯାଇଥିଲା ତ ମୁଁ ଭାବିଲି ଏଠି ଗୋଟେ ସେୟାର କରିଦେବା, ତ ସେଥିପାଇଁ ଭିଡ଼ିଓଟା ବନେଇଦେଲି। କାଲି ଭିଡ଼ିଓଟା ଆପଣ ଦେଖିବେ, ମୋତେ ଜଣେଇବେ କେମିତି ହେଇଛି ଖାଇବେ। ପୁରା ଖାଲି ପିସ୍ଟା ଉଠୁଛି ଆପଣ ଦେଖନ୍ତୁ ଗ୍ରେଭି ମାନେ ପୁରା ମାଷ୍ଟର ସେଫ୍ ଟାଇପ୍ର ଗୋଟେ ହେଇଛି ଜିନିଷଟା। ତ କହିବେ କମେଣ୍ଟ କରିକି କେମିତି କ'ଣ ହେଇଛି ଖାଇବାଟା। ତ ରହିଲି ଜୟ ଜଗନ୍ନାଥ। କାଲି ସକାଳୁ ଦେଖା ହବ। ମୁଁ ଶୋଇ ହବ କାହିଁକିନା ଦିନମାନ ମୋ କାମ ପ୍ଲସ୍ ଆପଣମାନଙ୍କ ପାଇଁ ଭିଡ଼ିଓ ଆଣିବା ବା ଡେଲି ଭିଡ଼ିଓ ପୋଷ୍ଟ କରୁଛି, ତାର ବି କିଛି କାରଣ ଅଛି। ତ ସେଇ ହିସାବରେ ବହୁତ ଟାୟାର୍ଡ ହେଇଯାଉଛି। ରହିଲି, ବାଏ। ଜଗନ୍ନାଥ ସାଙ୍ଗମାନେ, ଆଜି ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ ଆପଣମାନଙ୍କୁ ସ୍ୱାଗତ। ତ ଏବେ ଟାଇମ୍ ହେଲାଣି ପ୍ରାୟ 12ଟା। ମୁଁ ଏତେବେଳେ ବ୍ଲଗ୍ ଷ୍ଟାର୍ଟ କରୁଛି କାହିଁକିନା ସକାଳୁ କିଛି କାମ ଟିକେ ଅଧିକ ଥିଲା, ତ ସେଥିପାଇଁ ଟିକେ ଲେଟ୍ ବ୍ଲଗ୍ ଷ୍ଟାର୍ଟ ହେଲା। ମୁଁ ଟିକେ ଯାଇଥିଲି ଦୋକାନରୁ ରିଟର୍ନ ଆସୁଛି, ଟିକେ ବ୍ଲଗ୍ ସୁଟ୍ କଲି। ଏମିତି ଦେଖନ୍ତୁ ମାନେ ରୋଡ଼ କାମ ତ ଚାଲିଥିଲା କାଲି ଆଉ ନା ଗୋଟେ କାମ ଏମିତି ହବା କଥା ଆଉ କ'ଣ କହିବି। ଏମିତି କିଛି ଦିନ ଷ୍ଟାର୍ଟ ହେଇଛି। କାଲି ରାତିରେ ଟିକେ ମଜାକ ହେଇଯାଇଥିଲା। ଚାଲିଛି ପୋର୍ଟରେ ଗାଡ଼ି ଫାଡ଼ି ବି କିଛି ନାହିଁ, ଏବେ ପୁରା ଖାଲି ପୋର୍ଟ। ଏଥର ବନେଇ ଦିଅନ୍ତୁ, ଦେଖିବା ଆଗକୁ କ'ଣ। ଆମେ ଜଷ୍ଟ ଖାଇକି ଟିକେ ଉଠିଲି ଖରାବେଳେ, ଟିକେ ସେଗୁଡ଼ା ତାପରେ ପିଇବା ଭାଇରେ ଖାଉଛନ୍ତି ଏବେ ସେଗୁଡ଼ା ଆଉ କ'ଣ କରିବୁ। ତ ହଁ ହେଲାଣି ପ୍ରାୟ 5:30। ମୁଁ ଟିକେ କାମ ବ୍ୟସ୍ତ ଥିଲି, ଭିଡ଼ିଓ ଚାଲିନି ଆଜି। ତ ଚାଲନ୍ତୁ ଏବେ ଏଡ଼ିଟ୍ ଫେଡ଼ିଟ୍ ହବ ଆଉ ତାପରେ ଆପଣମାନଙ୍କୁ 7ଟା ତ ଭିଡ଼ିଓ ଅପଲୋଡ଼ କରିବାର ଅଛି। ତ ଡେଲି ତ ଭିଡ଼ିଓ ଅପଲୋଡ଼ କରୁଛି। ଆଜି 20 ହେଇଗଲା। ଜାଣିଛି ମୁଁ ପ୍ରଫେସନାଲ ବ୍ଲଗର ନୁହଁ, ମାନେ ମୁଁ ଆପଣମାନଙ୍କୁ ଯେତିକି ପେଜ୍ ଦେଇପାରୁନି କି ସେତିକି ଏନଜୟମେଣ୍ଟ କରିପାରୁନି। କ'ଣ କରିବା ଭାଇ, ମାନେ ଗୋଟେ ଚ୍ୟାଲେଞ୍ଜ ନେଇଛି ମାନେ ତାକୁ କରିବି। ଆପଣମାନଙ୍କ ପାଖରେ ଏମିତି ଡେଲି ଭିଡ଼ିଓ ଆଣୁଥିବି, ଯେକୌଣସି ଭିଡ଼ିଓ ହଉ, ମାନେ ମୁଁ ଅଫିସରେ ବସିକି ନିଜେ କଥା ହୁଏ କି ଯାହା ବି ହଉ, ଭିଡ଼ିଓ ଆସିବା କଥା ଡେଲି ଆସିବ। ପ୍ଲିଜ୍ ମୋତେ ଟିକେ ହେଲ୍ପ କରନ୍ତୁ, ମୋତେ ସପୋର୍ଟ କରନ୍ତୁ, ଯାହାଦ୍ୱାରା କି ମୁଁ ବହୁତ ଜଲ୍ଦି ଉପରକୁ ଯାଇପାରେ। ଆଉ ଆପଣମାନଙ୍କ ସାଥ୍ ହିଁ ମୋର ସବୁଠୁ ମେନ୍। ତ
ଆଉ କଣ ନୂଆ ନୂଆ ମୁଁ କିଛି କରିପାରିବି ତା ବିଷୟରେ ବି ଆପଣ ମାନେ ମତେ କିଛି କହିପାରିବେ। ତ ରହିଲି, ଜୟ ଜଗନ୍ନାଥ।